ପରାଶର କ୍ଷେତ୍ର ପାରାଦୀପ ବନ୍ଦର ନେହୁର ବଙ୍ଗଳାର ଅତି ନିକଟରେ ଗଢ଼ି ଉଠିଥିବା ଆଖଣ୍ଡଳମଣିଙ୍କର ଏକ ଆସ୍ଥାନ। ଏହି ଆଖଣ୍ଡଳମଣିଙ୍କୁ ଲକ୍ଷ୍ୟ କରି ଅନେକ ମୂର୍ତ୍ତି ମଧ୍ୟ ଏଠି ପ୍ରତିଷ୍ଠା ହୋଇଛନ୍ତି। ହନୁମାନ ପ୍ରତିଷ୍ଠା ହୋଇଛନ୍ତି, ଶନି ପ୍ରତିଷ୍ଠା ହୋଇଛନ୍ତି, ନାମାଚାର୍ଯ୍ୟ ବାୟାଙ୍କର ମୂର୍ତ୍ତି ପ୍ରତିଷ୍ଠା ହୋଇଛି, କପିଳଙ୍କର ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଏସବୁ କଥା ଏଠି ହେଇଛି। ଏଠି ସବୁଠାରୁ ଆକର୍ଷଣ ହେଉଛି ବଙ୍ଗୋପସାଗର। ଏ ସାଗରର କୂଳ ଦେଶରେ ଏହି ଆଶ୍ରମଟି ଗଢ଼ି ଉଠିଛି। ଇଏ ହେଉଛି ସବୁଠାରୁ ଗୋଟେ ଆକର୍ଷଣୀୟ କ୍ଷେତ୍ର। ଇଏ ଜବାହରଲାଲ ନେହେରୁ ଯେତେବେଳେ ପାରାଦୀପ ବନ୍ଦର ଶୁଭ ଦେଇଥିଲେ, ଏଇ ଜାଗାରେ ହିଁ ପ୍ରଥମ ଶୁଭ ଦେଇଥିଲେ। ତେବେ ଯାହା ହଉ, ଏହି ପବିତ୍ର ପୀଠରୁ ପବିତ୍ର କ୍ଷେତ୍ରରୁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ଆଜି କାଲି 2 ଦିନ ଏଠାରେ ରହିବି, ତା ପରଦିନ ମଧ୍ୟ ଗୋଟିଏ ଓଳି ରହିବି, ତାପରେ ଆଶ୍ରମକୁ ଫେରିବି। ତେଣୁ ଆପଣମାନେ ଯେଉଁମାନେ ଚାହୁଁଛନ୍ତି ବଳିଆକୁ ସାକ୍ଷାତ କରିବା ପାଇଁ, ଏଇ 2-3 ଦିନ ପରେ ଆପଣମାନେ ଆଶ୍ରମକୁ ଯାଇପାରିବେ ଏବଂ ଯୋଗାଯୋଗ ରକ୍ଷା କରିପାରିବେ। ବର୍ତ୍ତମାନ ଯାହାର କିଛି ସୁବିଧା ଅଛି, ଫୋନ୍ ଦ୍ୱାରା ଆପଣମାନେ କଥାବାର୍ତ୍ତା ହୋଇପାରିବେ। ତେବେ ଯାହା ହଉ, ସମୟ ଗଡ଼ି ଚାଲିଛି, ତା ସହିତ ଜୀବନ ମଧ୍ୟ ସେ ସମୟର କୋଳରେ ଧୀରେ ଧୀରେ ବୃଦ୍ଧିପ୍ରାପ୍ତ ହୋଇ ଶେଷାନ୍ତରେ ପହଞ୍ଚୁଛି। ଜୀବନ ଆଉ ସମୟ ସହିତ ଜୀବନକୁ ତୁଳନା କରିହେବ ନାହିଁ, କାରଣ ସମୟ ସବୁବେଳେ ଅଛି। ଏହି ସମୟର କୋଳରେ ସତ୍ୟ, ତ୍ରେତା, ଦ୍ୱାପର, କଳି ଭଳି କେତେ ଯୁଗ, କେତେ ଯୁଗାନ୍ତ ହୋଇଯାଇଛି। ତେଣୁ ବର୍ତ୍ତମାନ ଗୋଟିଏ ପ୍ରଥମ ଲହର କରୋନାରେ ସମସ୍ତେ ଆତଙ୍କିତ ହୋଇଥିଲେ। ସେଥିପାଇଁ ଅନେକ ପୂଜାର୍ଚ୍ଚନା, ଅନେକ ସରକାରୀ ବା ପ୍ରଶାସକମାନଙ୍କର ଅନେକ କଟକଣା ଥିଲା। ଦ୍ୱିତୀୟ ଲହର ମଧ୍ୟ ତାଠାରୁ ଆଉ ଟିକେ ଭୟଙ୍କର ଥିଲା, ଯେ ଅନେକ ଯୁବକମାନେ, ପୁଅ ଝିଅମାନେ ସଂସାରରୁ ଚାଲିଗଲେ। ଆଶଙ୍କା କରାଯାଉଥିଲା ତୃତୀୟ ଲହର ଆସିବ, କିନ୍ତୁ ବର୍ତ୍ତମାନ ତୃତୀୟ ଲହର ତାର କାୟା ବିସ୍ତାର କରିଛି। ଏବେ ବି କୋଭିଡ଼ ବା କରୋନା ଭାରତବର୍ଷରେ ରହିଛି, ଓଡ଼ିଶାରେ ମଧ୍ୟ ଅଛି। ତା ସହିତ ଆଉ ଏକ ସଂକ୍ରମଣ ଭୂତାଣୁ, ଓମିକ୍ରନ୍ ନାମକ ଏକ ଭୂତାଣୁ, ଅଦୃଶ୍ୟ ଭୂତାଣୁ, ସେ ମଧ୍ୟ କାୟା ବିସ୍ତାର କରୁଛି। ପୃଥିବୀର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭଗବାନଙ୍କର ଆବିର୍ଭାବ ନିତ୍ୟାନ୍ତ ଜରୁରୀ। ତେଣୁ ଭଗବାନ ହୁଏତ ଆବିର୍ଭାବ ଅବତାର ନିଅନ୍ତୁ ବା ନ ନିଅନ୍ତୁ, ଇଏ ଯୁଗ ହେଉଛି ବିଜ୍ଞାନ ଯୁଗ। ଆମେ ତାକୁ କହୁଛୁ କଳି ଯୁଗ। ପ୍ରକୃତରେ ବିଜ୍ଞାନ ଯୁଗ ହେଉଛି କଳି ଯୁଗ। ତେଣୁ ବିଜ୍ଞାନ ଯୁଗରେ ବୈଜ୍ଞାନିକମାନେ ଏଇ ଭୂତାଣୁରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଔଷଧ, ଇଞ୍ଜେକ୍ସନ୍, ଟୀକା ସେ ବାହାର କରିବାରେ ଲାଗିଛନ୍ତି। ତେଣୁ ଏଠି ଯେଉଁ କଳି ଯୁଗରେ କଳିକି ଅବତାର ହେବେ ବୋଲି ଆମେ ସବୁ ଶୁଣୁଛୁ, ଆପଣମାନେ ବି ଶୁଣିଥିବେ। କଳିକି ଅବତାର କହିଲେ ଏଇ ହେଉଛି କଳିକି ଅବତାରର ଗୋଟିଏ
ସ୍ୱତନ୍ତ୍ର ରୂପ। କରୋନାର କାୟାବିସ୍ତାର ହେଉଛି କଳ୍କିଙ୍କର ମ୍ଲେଚ୍ଛ ସଂହାର। ତେଣୁ ସଜ୍ଜନ, ଆପଣମାନେ ସଚେତନ ନିଶ୍ଚିତ ରହିବେ। ମୁହଁରେ ମାସ୍କ ଦେବେ। ଏଇ ଦେଖନ୍ତୁ, ମୁଁ ମଧ୍ୟ ମାସ୍କ ରଖିଛି। ତେଣୁ ସେଇଭଳି ଭାବରେ ମୁହଁରେ ମାସ୍କ ଦେବେ। ହାତ ଭଲ ଭାବରେ ଧୋଇବେ। ଦୂରତ୍ୱ ବ୍ୟବଧାନ ତାକୁ ମେଣ୍ଟେନ୍ କରିବେ। ବେଶୀ ଗହଳି ଚହଳି ସୃଷ୍ଟି କରିବେ ନାହିଁ। ଆପଣମାନେ ଦୁଇଟି ଲହରକୁ ଯେତେବେଳେ ଅତିକ୍ରମ କରିଛନ୍ତି, ତୃତୀୟ ଲହର ମଧ୍ୟ ସେଇଭଳି ଭାବରେ ଅତିକ୍ରମ କରିଯିବ। କିନ୍ତୁ ଆପଣମାନେ ସଚେତନ ହୁଅନ୍ତୁ। ଗୋଟେ ଅଭ୍ୟାସରେ ପଡ଼ିଗଲାଣି ମାନେ ଆପଣ ତୃତୀୟ ଲହରରେ କେବେ ବି ସଚେତନ ହେବା ପାଇଁ କୁଣ୍ଠାବୋଧ କରିବେ ନାହିଁ। ଏବଂ ତା ସହିତ ଆଉ ଗୋଟିଏ କଥା କହିବାକୁ ଚାହୁଁଛି, ଥଣ୍ଡା କାଶ ବା ଏଇଭଳି କିଛି ରୋଗ ସୃଷ୍ଟି ହେଲେ ଆପଣମାନେ ନିକଟସ୍ଥ ଚିକିତ୍ସକଙ୍କ ପାଖରେ ଚିକିତ୍ସା ଆରମ୍ଭ କରନ୍ତୁ। ବିଳମ୍ବ କରିବେ ନାହିଁ। ଇଏ ଗଲା ପ୍ରଥମ। ଦ୍ୱିତୀୟ କଥା ହେଲା, ଆପଣମାନେ ନଖ ଉଷୁମ ପାଣି, ଯେଉଁଟାକି ମାନେ ବହୁତ ଗରମ ପାଣି ପିଇବେ ନାହିଁ। ନଖ ଉଷୁମ ପାଣି ଯାହାକୁ ପିଇ ହେବ, ସେଇଭଳି ଗରମ ଜଳ ସବୁଦିନେ 2 ଥର କିମ୍ବା ଥରେ ନିଶ୍ଚିତ ଭାବରେ ପିଇବେ। ଯଦି କାଶ ହେଉଥିବ ତାହେଲେ ଟିକେ ଲୁଣ ପାଣି ଗଳଗଳ କରିବେ। ଏବଂ ଯଦି ଥଣ୍ଡା ବା ଅନ୍ୟାନ୍ୟ କିଛି ରୋଗ ହେଉଥିବ, କପେ କ୍ଷୀରରେ ଟିକେ ହଳଦୀ ଗୁଣ୍ଡ ମିଶାଇ ତାକୁ ଆପଣ ପିଇବେ। ଏକଥା କହିବାର ଉଦ୍ଦେଶ୍ୟ ହେଉଛି ଯେ ଏହା ଏକ ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବ। କିନ୍ତୁ ତା ସହିତ ଡାକ୍ତରଙ୍କ ଚିକିତ୍ସା ନିତ୍ୟାନ୍ତ ଜରୁରୀ। ଏବଂ ଗୋଟିଏ ଆଧ୍ୟାତ୍ମିକ ମଣିଷ ହିସାବରେ ମୁଁ ସାଧୁସନ୍ଥ ବାବାଜୀ ବୈଷ୍ଣବ ନୁହେଁ। ମୁଁ ଜଣେ ଲୋକସେବକ, ବିଶ୍ୱପ୍ରେମୀ। ତେଣୁ ସେଇ ହିସାବରେ ମୁଁ ଗୋଟିଏ ନିବେଦନ କରୁଛି, ମାନେ ଦେବୀ ମନ୍ଦିର ମାନଙ୍କରେ ଟିକେ ଚଣ୍ଡୀପାଠ ହଉ କିମ୍ବା କିଛି ନହେଲେ ବି ଆପଣମାନେ ନିକଟସ୍ଥ ଦେବୀଙ୍କୁ ଟିକେ ପ୍ରାର୍ଥନା କରନ୍ତୁ, ମହାମାୟୀଙ୍କୁ ପ୍ରାର୍ଥନା କରନ୍ତୁ। ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସ୍ୱଭାବ। ଦେଖନ୍ତୁ, ଓଡ଼ିଶାରେ ଆମେ ଯେଉଁ ଅଞ୍ଚଳରେ ଅଛୁ ସେଠି ଅଛନ୍ତି ମା ଶାରଦା ଏବଂ ବିଲ ମା ଶାରଦା, ମା ଜ୍ୟୋତିର୍ପ୍ରଭା। ଏତିକ ପରେ ଗ୍ରାମ୍ୟ ଦେବୀ ହୁଣ୍ଡି ଥାନପତି ନାରାୟଣୀ ଅଛନ୍ତି। ତାପରେ ଅନ୍ୟାନ୍ୟ ଦେବୀ ବି ଅଛନ୍ତି। କେଲୁଣେଇ ଅଛନ୍ତି, ସାତ ଭଉଣୀ ଅଛନ୍ତି। ସେଇଭଳି କାକଟପୁରରେ ରହିଛନ୍ତି ମା ମଙ୍ଗଳା। ଭଦ୍ରକରେ ରହିଛନ୍ତି ମା ଭଦ୍ରକାଳୀ। ବ୍ରହ୍ମପୁରରେ ରହିଛନ୍ତି ତାରା ତାରିଣୀ ଠାକୁରାଣୀ ଭୈରବୀ। ମା ବିରଜାଙ୍କ କ୍ଷେତ୍ରରେ ଯାଜପୁରରେ ରହିଛନ୍ତି ଯାହା ଆଦି କ୍ଷେତ୍ର, ସେଠି ମା ବିରଜା ଏବଂ ଭୈରବୀ ଅଛନ୍ତି। ଦକ୍ଷିଣେଶ୍ୱରୀ କାଳୀଙ୍କର ପୂଜା ମଧ୍ୟ ସେଠି ହେଉଛି। ବାରିପଦା ମୟୂରଭଞ୍ଜରେ ଅଛନ୍ତି ମା ଅମ୍ବିକା ଏବଂ ସେଠି ମଧ୍ୟ ଦ୍ୱାରଶୁଣୀ ଅଛନ୍ତି। ଏଇଭଳି ଆହୁରି ଅନେକ
मोर मने पड़ुनी अनेक देवी माने अछंती जेमती तारा तारिणी अछंती सेही भली केन्दुझर अंचल इष्ट देवी होउचंती माँ तारिणी बांकीर अधीश्वरी देवी होउचंती माँ चर्चिका बाणपुर अधिष्ठात्री देवी होउचंती माँ भगवती एवं नारायणी कालीजाई एवं पश्चिम ओडिशा रे अछंती माणिकेश्वरी कलाहांडी जिले रे तेणु ये जो देवी मानक पाखरे मिलित भावरे संगठित हेई तांकर टिके मार्जना करिवा सहित जदि गोटे चंडी पाठ टिके करिवे एवं से चंडी पाठर उद्देश्य रहिबो माँ विश्वरु देशरु राज्यरु कोरोना महामारी सुप्त हुअन्तु कारण ये भूताणु होउचंती कोरोनार ए महामायांकर गोटे अंश सदृश आकु के विश्वास करू न करू किंतु आमे विश्वास करूछु कारण ये घटटी तैरी हेइची आमे जो जीवन पाइचे कौथुरु तैरी हेइची भूतरु भूत कहले जल अग्नि माटी आकाश वायु ये पंच महाभूतरु ये शरीर तैरी हेइची प्रत्येक शरीर तैरी हेइची तेणु ये भौतिक शरीर को आज नष्ट करने को जाउची अदृश्य भूताणु ये कम बड़ कथा नुहे एवं गोटे शुल्क अंततः सब तो शुल्क फ्लोक पढ़ापी आम चिंता कले भी लोक पारे नहीं तथापि बलिया समस्त से श्लोकटी पढ़ुची जयंती मंगलाकारी भद्रकाली दुर्गा क्षमा शिवाधात्री स्वाहा स्वाहा सर्वमंगल मंगल्ये शिवे सर्वार्थसाधिके शरण्ये त्र्यंबके गौरी नारायणी नमोस्तुते शरणागत दीनार्थ पवित्राणपरायणी सर्वस्यार्थे देवी नारायणी आउ जड़े देवी को प्रत्यक्ष देवी को टिके छाड़गली पाटनागढ़ रे अच्छी पाटनेश्वरी पाटनेश्वरी तेणु सेठी आमर गोटे संघ अच्छी समस्ते मिलित भाव प्रार्थना कर यह किए अंधविश्वास भाविले भावंतु हसंतु किंतु आपण माने चिकित्सकों द्वारा चिकित्सा हुंतु एवं यही देवी मान को प्रार्थना करतु कि जो माने ग्राम अच्छी ग्राम्य देवी को मार्जना करी सेठी मध्य प्रार्थना करतु बाबा को बाया बाबा को जड़े पचारे जे स्थूल और सूक्ष्म कौन बलिया बहु पूर्व जो कथा को बुझाए से कथाटा बाया कही माने बलिया कथा को अनुमोदित हैला बोली मु अनुभव करुछि बाबा कहिले स्थूल होउची यही शरीर सूक्ष्म होउची आम भितरे थिबा आत्मा स्थूल और सूक्ष्म को नहीं ये दुईटी कथा को नहीं ये संसार चली भागवत मध्य कहिचंती
ପିଣ୍ଡ ବ୍ରହ୍ମାଣ୍ଡ ଏକମ ଜାଣ ବ୍ରହ୍ମାଣ୍ଡ ଏକମ ଆପଣମାନେ ଦେଖନ୍ତୁ, ଯଦି ସ୍ଥୂଳ ଶରୀର ନାହିଁ, କେବଳ ଆତ୍ମା ଅଛି, ତେବେ ଶରୀରକୁ ଛାଡ଼ି ଆତ୍ମା କ'ଣ କରିପାରୁଛନ୍ତି କି? ଚାଷ କରିପାରୁଛନ୍ତି ନା, ବେପାର କରିପାରୁଛନ୍ତି ନା, ରାଜନୀତି କରିପାରୁଛନ୍ତି ନା, ସାଧୁସନ୍ଥ ହେଇପାରୁଛନ୍ତି? କିଛି ନାହିଁ। ଯେଉଁ ସାଧକ ଆତ୍ମା ମାନେ କହୁଛନ୍ତି ଯେ ଆତ୍ମା ହିଁ ସତ୍ୟ, ବଳିଆ ବି ଗ୍ରହଣ କରୁଛି, ଆତ୍ମା ହିଁ ସତ୍ୟ। କାରଣ ଆମେ ଗୀତା ପ୍ରେମୀ, ଗୀତା ମଧ୍ୟ ତାହା ହିଁ କହିଛନ୍ତି। କିନ୍ତୁ ଆତ୍ମା ସତ୍ୟ ଚିରନ୍ତନ। ଯେଉଁ ବ୍ୟକ୍ତିଟି କହୁଛନ୍ତି ଆତ୍ମା ସତ୍ୟ, ଇଏ ଦେହ ମିଥ୍ୟା। ଆଚ୍ଛା, ବର୍ତ୍ତମାନ ଆତ୍ମା ତାଙ୍କ ଦେହରୁ ପଳେଇଲା। ଦେହ ବିନା ସେହି ଆତ୍ମା ଆଉ କିଛି ଜ୍ଞାନ ଉପଦେଶ କାହାକୁ ଦେଇପାରୁଛନ୍ତି କି? ଦେଇପାରୁନାହାନ୍ତି। କାହିଁକି? ଦେହ ନାହିଁ। ଭାଗବତ କହିଲେ, ये देह थिले सर्व पाई, जड़ते सने जंग छाई। ये देह थिले सर्व पाई, जड़ते सने जंग छाई। गोटे मूर्ति आमे पूजा कलु। मूर्ति आउ कोठी किए पूजा करू नहीं कि? गोटे शास्त्र सी कौन मूर्ति नुह? सी वेद हो, गीता हो, बा भागवत हो, बा कुरान हो, बाइबल हो, ग्रंथ साहेब हो, ये गोटे गोटे मूर्ति। आपण हठात जाऊले बाटे गोटे मस्जिद पइला, ताकू केबे भी आपण मंदिर बोली भाविबे नहीं। आपण माने कहबे एटा होती मस्जिद। ता माने तार आकृति टाकू आपण देखिकिरी कहले ये मस्जिद। आउ किछि बाट गला परे देखिले गोटे मंदिर, ताकू केबे भी आपण चर्च बोली कहबे नहीं कि गुरुद्वारा बोली कहबे नहीं। हे ये होउची मंदिर। मंदिर गोटे प्रकार मूर्ति, मस्जिद गोटे प्रकार मूर्ति, चर्च गोटे प्रकार मूर्ति, गुरुद्वार गोटे प्रकार मूर्ति, बौद्ध कीर्ति गोटे प्रकार मूर्ति। तेणु मूर्ति पूजा किए करूने कि? समस्त मूर्ति पूजा करुछन। मु मध्य निजे गोटे मूर्ति। मो मूर्ति को देखिले गोटे फोटो भी देखिए, आपण कहे ये बलिया बाबा फोटो मूर्ति। जड़े जड़े वैष्णव आश्रमर प्रेमानंद दास प्रफुल्ल भाई जी, सी आज को मासे केते दिन है से चली गले। तांकर उत्सव चली आश्रम रे, तांकर चित्रपट थुआ होती, लोक माने फूल दौरान प्रणाम कर सब कर। गोटे छोट पिला, अत्यंत गोटे छोट पिला, माने 4-5 वर्षर पिलाटी भलकरी कथा से कही पारु नहीं, किंतु कथा कहूची। 4-5 वर्ष पिला, ता ना होची प्रेम। से प्रेम जाइकिरी से फोटो पाखे पहुँचिकी से चिन्ह पारा ये हूँ प्रफुल्ल जेजे।
से डाक पकई कहला जेजे जेजे अर्थात मते कहला जेजे जेजे प्रफुल्ल प्रफुल्ल जेजे प्रफुल्ल भाई मु कहली अरे ये फोटोटा को देखिक से ताकू चिन्ह पारा तेणु मूर्ति जदि नहीं किए क्या चिन्हे कहले जी कहते आत्मा सत्य सबु मिछ ताकू किए कहला आत्मा सत्य सबु मिछ ताकू पुणी किए कहला ना से अमुक महापुरुष कहले सी गोटे मूर्ति कि नहीं सी गोटे मूर्ति इस्लाम धर्म को किए कहले मोहम्मद कहले से गोटे मूर्ति ख्रिस्टियान धर्म किए कहले यीशुख्रीष्ट कहले आप यीशुख्रीष्ट चित्र को देखिले आप कौन कहे मोहम्मद मोहम्मद चित्र को देखिले कौन कहे यीशुख्रीष्ट विवेकानंद जाऊँगी फरेन कंट्री बुलूँ से गोटे जड़े फरेनर कहले कहले हिंदू माने भारतीय माने मूर्ति पूजा कर तेणु विवेकानंद किसी कहलेनी किसी समय पर बैठक घरे बसिकी विवेकानंद कहला था ये जो फोटोटी टंगाई ये कहार ना मो बापांकर विवेकानंद कहले से फोटोटी मो पाक आण सी आनीदेले बाबा देखिए सी फोटोटी को तले थोई जिते बड़े पाद उठे भांगी देवाई से सी बाबू कहले कौन आपण भांगीदेवे ना कौन या फोटोटा आ भांगीदेवी कौन या फोटोटा ना फोटो है बोली कौन भांगीदेवे आ भांगीदेवे आप कहते मूर्ति किसी नुहे तेणु मन रखु हे फरेनर विदेशी नागरिक को कहले मन रखु हिंदू प्रतिभा को पूजा करुची कौन सी मूर्ति की पूजा करू नहीं मूर्ति गोटे माध्यम सी हूँ स्थूल ता भितर सूक्ष्म अच्छा ये आखंडल मणि को पूजा करा गोटे लिंग शिवलिंग पूजा करा जी आखंडल मणि से लिंगराज से कपिलास ये सब से जाऊ आखंडमणि की पूजा करा सी शिवलिंग को सीना पूजा करा आखंडलेश्वराय नमः आमे से शिवलिंग को खाली माध्यम करी तापर बेलपत्र टे थोचु फूल टे थोचु चंदन टे थोचु किंतु पूजा करुचु क्या आखंडल से किए अखंड मंडलाकारं व्याप्तं येन तत्पदं दर्शितं सेई अखंड ब्रह्मानंद हमें पूजा करुछु सेई परमात्मा सेई परमेश्वर गोटे निर्दिष्ट रूप माध्यम आमे पूजा कर ये फूलमालटी मु गोटे दिखाई पकई ये फूलमालटी जदि सूता न था ये फूलमालटी गुंथा ना केमी आम कौन सूता को पकईचु फूलमाल को पकईचु कई कहूना ये सूता को पकई फूलमाल जदि मो बेकटी न था ताले फूलमालटा पकई था केमी तेणु प्रत्येक जिनिसर गोटे माध्यम अच्छी सूर्य होचंती पृथ्वीर एक पवित्र माध्यम से अग्निभूत आम तो दीपटे नगेले अग्नि जलुची सी होचंती अग्नि स्वरूप तांको पई पृथ्वी चली
ସିଏ ଯଦି ନ ରହିବେ ପୃଥିବୀରେ କିଛି ରହିବନି, କିଛି ରହିବନି। ଯେଉଁମାନେ କହୁଛନ୍ତି ହେ ତୁମେ ସୂର୍ଯ୍ୟଙ୍କୁ ପୂଜା କରୁଛ, ହେ ତୁମେ ଚନ୍ଦ୍ରକୁ ପୂଜା କରୁଛ, ସେ ପୃଥିବୀକି ଗୋଟେ ପୂଜା କଲେଣି, ମାଟିଟାକୁ ପୂଜା କଲେଣି। ଆମେ ମାଟିକୁ ପୂଜା କରିବୁ, ବୃକ୍ଷକୁ ପୂଜା କରିବୁ, ସୂର୍ଯ୍ୟକୁ ପୂଜା କରିବୁ, ଚନ୍ଦ୍ରଙ୍କୁ ପୂଜା କରିବୁ, ତାଙ୍କ ବ୍ୟତିରେକ ଆହୁରି ସମୁଦ୍ରକୁ ବି ପୂଜା କରିବୁ। ଆମେ ଜାଣିଛୁ, ଭଲ ଭାବରେ ଜାଣିଛୁ। ଆଉ ଆପଣମାନେ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ। ଇଏ ମାଧ୍ୟମ ବିନା ପୃଥିବୀରେ କିଛି ରହିବନି। କାଲି ଯଦି ସୂର୍ଯ୍ୟ ମାନେ ଗୋଟେ କୌଣସି ପ୍ରକାରର ଭାବରେ ସୂର୍ଯ୍ୟ ଯଦି ବ୍ୟତିକ୍ରମ ହେଇଗଲେ କିଏ ରହିବ ପୃଥିବୀରେ? ମହିମା ଅଲେଖ ଧର୍ମର ସନ୍ଥମାନଙ୍କୁ ବଳିଆ କହେ। ସୂର୍ଯ୍ୟଙ୍କ ବିନା ମହିମା ଅଲେଖ ଇଏ ପୃଥିବୀକି ରଖିପାରିବେ? ମହିମା ଅଲେଖ ବା ନିଜେ ସୂର୍ଯ୍ୟକୁ ତୈରି କରିଛନ୍ତି, ଚନ୍ଦ୍ରଙ୍କୁ ତୈରି କରିଛନ୍ତି। ଗୀତା ଅତି ସୁନ୍ଦର ଭାବରେ କହିଲେ, ରସୋ ମପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶିଷୁ ପ୍ରଣବ ସର୍ବବେଦ ଶବ୍ଦ। ବାୟୁ ଯଦି ଏଇନା ବନ୍ଦ ହେଇଯିବ, ବାୟୁ ଯଦି କହିବ ମୁଁ ଆଉ ଚାଲିବି ନାହିଁ, ବନ୍ଦ ହେଲି, ମୁଁ ଗୋଟେ ଛୁଟିରେ ଯାଉଛି, ବାୟୁ କହିବେ ମୁଁ ବହୁତ ଦିନ ଚାଲିଲେଣି, ଏବେ ମାସେ ଖଣ୍ଡେ ମୁଁ ଛୁଟିରେ ଯାଉଛି। ମାସେ ତ ମାସେ 5 ମିନିଟ୍ ଯଦି ଛୁଟିରେ ଯିବେ ଯେ ତାହେଲେ ବାୟୁ ଇଏ ପୃଥିବୀ ରହିବ କି? ସମସ୍ତେ ଠକ୍। ଯିଏ କହୁଛନ୍ତି ଆତ୍ମା ସେ ବି ଠକ୍, ଯିଏ କହୁଛନ୍ତି ଦେହ ସେ ବି ଠକ୍। ତେଣୁ ସଜ୍ଜନ ଅଯଥାରେ ଗୋଟେ ମତବାଦ ସୃଷ୍ଟି କରି ଲୋକଙ୍କୁ ବିଭ୍ରାନ୍ତ କରା ନଯାଉ। ଲୋକଙ୍କୁ ଶିକ୍ଷା ଦିଆଯାଉ, ତୁମେ ଭଲ ମଣିଷ ହୁଅ, ଭଲ ପରିବାର ଗଠନ କର, କର୍ମ କର, କର୍ମକୁ ଘୃଣା କର ନା, କର୍ମ କର। କର୍ମ କରିବା ପାଇଁ ଜ୍ଞାନ ଆହରଣ କର, ଏସବୁ ଶିକ୍ଷା ଦିଆଯାଉ। କିଏ କାହାକୁ ପୂଜିଲା, କ'ଣ କଲା ନ କଲା, କେବଳ ତାକୁ କହିଦିଅ ବାବୁ ତୁମେ ଯାହାକୁ ପୂଜା କରୁଛ ଈଶ୍ୱର କିନ୍ତୁ ଗଡ୍ ଇଜ୍ ୱାନ୍, ଗଡ୍ ଇନ୍ ଏଭ୍ରିବଡି, ସବୁ ଭିତରେ ସେ ଅଛନ୍ତି, ସେ ଜଣେ। ହି ଇଜ୍ ନଟ୍, ମାନେ ମୁଁ ତାଙ୍କ ନାଁ ସବୁ କହିବି ଭୁଲ ହେଇଯିବ ମୋତେ, ଅମୁକ ସମୁକ ଅମୁକ ସମୁକ ଇଏ ସବୁ ନୁହେଁ, ସେ ଜଣେ। ଏକ ସଦବିପ୍ରା ବହୁଧା ବଦନ୍ତି। ତେଣୁ ଗଡ୍ ଇଜ୍ ୱାନ୍, ଗଡ୍ ଇଜ୍ ଗୁଡ୍। ତେଣୁ ଗଡ୍ ଇନ୍ ଏଭ୍ରିବଡି, ମୂର୍ତ୍ତି ଭିତରେ ଏଭ୍ରିବଡି ପୁରା ମୂର୍ତ୍ତି ଭିତରେ ନାହାନ୍ତି ନା। ସେ ମୂର୍ତ୍ତିଟା ଯୋଉ ଉପାଦାନରେ ତୈରି ହେଇଛି, ମାଟି କି ପଥର କି ସିମେଣ୍ଟ, ତା ଭିତରେ ବା ସିଏ ଅଛନ୍ତି। ଧର୍ମ କହିଲେ ଧାରଣ କରିବା। ଆପଣ କହିବେ ଏଇଟା ଗୋଟେ କୋଠା ଘର, ହଁ କୋଠା ଘରଟା, ଆକୁ କିଏ ଧାରଣ କରିଛି? କୋଉ ଆତ୍ମା ଧାରଣ କରିଛନ୍ତି ନା ପରମାତ୍ମା ଧାରଣ କରିଛନ୍ତି? ଆତ୍ମା ପରମାତ୍ମା ଯାହାକୁ ସୃଷ୍ଟି କରିଥିଲେ, ସିମେଣ୍ଟ, ଲୁହା ରଡ଼, ଆଉ କ'ଣ ବାଲି, ଏଗୁଡ଼ାକ ସବୁ ଗୋଳେଇ ଗାଳେଇକିରି ଗୋଡ଼ି, କ'ଣ ଚିପ୍ସ, ଏଗୁଡ଼ା ସବୁ ହବା ଦ୍ୱାରା ଘରଟା ତିଆରି ହେଇଛି ନା। ଆଉ ଯୋଉ ସାଧୁମାନେ କହୁଛନ୍ତି ଏଗୁଡ଼ାକ ଭୁଲ, ତମେ କାହିଁ ତାଙ୍କୁ ବଳିଆ ପଚାରୁଛି, ଆପଣମାନେ କାହିଁକି ସେ ଗୁମ୍ଫାରେ ଅଛନ୍ତି? ଆପଣମାନେ କାହିଁ ଫଳମୂଳ ଖାଉଛନ୍ତି? ଆମେ ଭାତ ଖାଉଛୁ, ରୁଟି ଖାଉଛୁ, ଆପଣମାନେ କାହିଁକି ଫଳମୂଳ ଖାଉଛନ୍ତି? ନା ନାଇଁ ଆମେ ଖାଲି କ୍ଷୀର ପିଉ। କ୍ଷୀର ପିଉଛନ୍ତି ମାନେ ଖାଦ୍ୟର ବଡ଼ ବାପାକୁ ପାଉଛନ୍ତି।
ତେଣୁ ଏସବୁ କଥା ଗୋଟାଏ କହିକିରି ଲୋକଙ୍କୁ କର୍ମ ଭୀରୁ କରେଇ ଦିଆହେଉଛି। ଯିଏ ଯାହାକୁ ମାନୁଛ ମାନ। ଆରେ ଏତେ ମତବାଦ ସୃଷ୍ଟି ହେଉଛି, କିନ୍ତୁ ଆଜି ରାସ୍ତାରେ ମଦୁଆ ମାନେ ମଦ ପିଇକିରି ଆଜି ହେଙ୍ଗାମା କରୁଛନ୍ତି। ହାଙ୍ଗାମା କରୁଛନ୍ତି। ହାଙ୍ଗାମା ନା ହଙ୍ଗାମା କ'ଣ ଗୋଟେ ଶବ୍ଦଟା ଭୁଲ ହେଇଯାଉଛି। ତେଣୁ ଆଜି ମଦୁଆ ମଦ ପିଇକି ରାସ୍ତାରେ କେଉଁଠି ଗଡ଼ିଲାନି ତ ନଗଳା ମୋଳା ହେଇକି ପଡ଼ିଲାଣି। କାହିଁକି ଇଏ ବିରୁଦ୍ଧରେ ସଂଗ୍ରାମ କାହିଁକି କରୁନା? ମତବାଦ ଖାଲି ସୃଷ୍ଟି ହେଉଛି। ଇଏ ଧର୍ମ ସେ ଧର୍ମ ଇଏ ମତ ସେ ମତ କିନ୍ତୁ କାହିଁ କେଉଁଠି ଅଛି? ଗାନ୍ଧୀଙ୍କର ସ୍ୱପ୍ନ ଅଛି, ସୁଭାଷ ବୋଷଙ୍କର ସ୍ୱପ୍ନର ଭାରତ ଆଜି ଅଛି ଭାରତ ଅଛି, କିନ୍ତୁ ଭାରତୀୟମାନେ କ'ଣ ସେଇ ସ୍ୱପ୍ନରେ ସାମିଲ ହେଇଛନ୍ତି? ଆଜି ମଦ୍ୟ ଖାଉଛନ୍ତି, ଗଞ୍ଜେଇ ଖାଉଛନ୍ତି, ଭାଙ୍ଗ ପିଉଛନ୍ତି। ଭାଙ୍ଗ ଟିକେ ଅଳ୍ପ ନିଶା ସେଇଟା ଚଳିବ, କିନ୍ତୁ ଆଜି ସିଗାରେଟ ଖାଉଛନ୍ତି। ଆଜି ସବୁ ଏଇଆ ହିଁ ଚାଲିଛି। ତେଣୁ ମହାପୁରୁଷମାନଙ୍କର ଏଇ ମହାନ ଦେଶ ପ୍ରତି ବିଶ୍ୱ ପ୍ରତି ଯେଉଁ କଲ୍ୟାଣ ଅଛି, ସେଇପାଇଁ ଏ ଦେଶ ଦୁନିଆ ରହିଛି। ହେ ସଜ୍ଜନ, ଆଜି ବି ସେଇ କରୋନା ଆମେ ଏ ମହାମାରୀରୁ ମୁକ୍ତି ପାଇଁ ଆମେ ଯେଉଁ ପ୍ରଥମ ଶ୍ଲୋକଟି ଗାଇଲୁ 36ରୁ 46, ଏକାଦଶ ଅଧ୍ୟାୟର 36ରୁ 46 ବିଶ୍ୱର ସର୍ବଶ୍ରେଷ୍ଠ ପ୍ରାର୍ଥନା। କାହିଁକି ଗାଇଲୁ ଆମେ? କ'ଣ ଆମେ ଆପଣମାନଙ୍କୁ ଦେଖେଇଗଲୁ ଆମେ ଏମିତି ଶ୍ଲୋକ ଜାଣିଛୁ? ଆମେ ଗାଇଲୁ ଆପଣମାନଙ୍କ ପାଇଁ ଗାଇଲୁ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କ ପାଇଁ ଆମର ପ୍ରାର୍ଥନା ସମର୍ପିତ ହେଲା। ଏଇ ଦେଖନ୍ତୁ, କାଉ ବୋବଉଛି, କୋଇଲି ବୋବଉଛି, ଏଇ ଯେଉଁ ସୁନ୍ଦର ନିନାଦଟି ଆପଣମାନେ ଶୁଣୁଥିବେ, ଏଇଭଳି ଅନେକ ପକ୍ଷୀମାନେ ତାଙ୍କ ବଂଶ ବୁଡ଼ିଗଲାଣି। ଅନେକ ପଶୁମାନଙ୍କର ବଂଶ ବୁଡ଼ିଗଲାଣି। ଆଜି ଡାଇନସୋର ନାହିଁ। ପକ୍ଷୀମାନଙ୍କର ବସାକୁ ମଧ୍ୟ ଆମେ ଆଉ ଦେଖିପାରୁନୁ। ଆଜି ବାଦୁଡ଼ି ବସା କେଉଁଠି ଦେଖିବାକୁ ମିଳୁନି, ସାଙ୍ଗୁଣାକୁ ଦେଖିବାକୁ ମିଳୁନି। କାହିଁକି? ସବୁ ପାଇଁ ଦାୟୀ ହେଉଛି ମଣିଷ। ଆରେ ମତବାଦ ଖାଲି ନୂଆ ନୂଆ ତିଆରି ହେଉଛି। ଅମୁକ ବାବାଙ୍କର ଅମୁକ ସଂଘ, ଧମୁକ ବାବାଙ୍କର ଧମୁକ ସଂଘ, ସେ ସଂଘ ଗଠନ ହଉ, କିନ୍ତୁ ସୃଷ୍ଟି ଆଜି ବିନାଶ ବାଟରେ। ପୁଣି ଥରେ ପ୍ରାର୍ଥନା କରୁଛି, ପ୍ରଭୁ ଏ ସୁନ୍ଦର ପୃଥିବୀକୁ ରକ୍ଷା କର। ସୁନ୍ଦର ତୁମ କଥା ପ୍ରସଙ୍ଗରେ ଆମେ ବହୁତ ବାଟ ଆଗେଇ ଗଲେ, ତଥାପି ଠାକୁର ଅଭିରାମ କହିଛନ୍ତି, ଅସ୍ପୃଶ୍ୟ କିଏ? ଯେଉଁଠି କାମ ଅଛି, କ୍ରୋଧ ଅଛି, ଲୋଭ ଅଛି, ମୋହ ଅଛି, ମଦ ଅଛି, ମାତ୍ସର୍ଯ୍ୟ ଅଛି, ମାନେ ଈର୍ଷା ଅଛି, ଆଉ ସେଇମାନେ ହେଉଛନ୍ତି ଅସ୍ପୃଶ୍ୟ। ଇଏ ଗୋଟେ କଥା ସୁନ୍ଦର ଭାବରେ କହିଲେ। ଆମେ ଏଇ ଯେଉଁ କାଉ ରାବ କଥା ବର୍ତ୍ତମାନ ବଳିଆ କହୁଥିଲା, ଇଏ ମଧୁ ଲେଖିଛନ୍ତି, କୁ କୁ ପିକ ରାବେ ପୁବେଇଲୋ, କୋଇଲି ନୁହଁଇ କୃଷ୍ଣ ପାଦେ ସେଇ, ନୁପୁରର ସ୍ୱର ଶୁଭେ ପୁବେଇଲୋ। ଏଇ ଯେଉଁ କାହାକୁ ନାଦ ସହିତ ଏ ସଙ୍ଗୀତଟା ମିଶିଗଲା। ଆଉ ବୈକୁଣ୍ଠ କହିଲେ, ବୈକୁଣ୍ଠ ନାଥ ବ୍ରହ୍ମଚାରୀ, ପବନ ଫେରାଉ ଜାଣି ପାର ହୋଇବୁ ତ୍ରିବେଣୀ, ପ୍ରେମ ରୂପା ସଖୀ ଶ୍ରେଣୀ ପାଦେ ଖଟୁଛନ୍ତି, ସମଣି ଓ ପାରିବୁ ପରଶ
त्रिवेणी होची ललाट चक्र भूलता ये जो त्रिवेणी त्रिवेणी की पारी हेले सहस्रा यही सहस्रारे आत्मा परमात्मा मिलन हुए तेणु से कथा को वैकुंठ कृष्ण भावना संगीतटी लिखिं हौ कथा ये रखा सुंदर तुम मरीना ये की दुनिया Putra